ଲେଡିଜ୍ ଆଣ୍ଡ ଜେଣ୍ଟଲମେନ୍, ଅଳ୍ପ ଦିନ ମଧ୍ୟରେ ଆମେ ବଡ଼ଦିନର ଆନନ୍ଦ ଅନୁଭବ କରିବାକୁ ଯାଉଛୁ। ସେ ଅପେକ୍ଷିତ ଆନନ୍ଦକୁ ଆସନ୍ତୁ ଏବେଠାରୁ ଏନ୍ଜୟ କରିବାକୁ ଆରମ୍ଭ କରିବା। ଆଜିର କ୍ରିସମସ୍ କ୍ୟାରୋଲ ଆପଣମାନଙ୍କ ଆଗରେ ଉପସ୍ଥାପନା କରିବାକୁ ଯାଉଛନ୍ତି ଭାଇ ଅମର ସ୍ୱାଇଁ। ଆସନ୍ତୁ କରତାଳ ମାଧ୍ୟମରେ ତାଙ୍କୁ ସ୍ୱାଗତ କରିବା। ସାହାଯ୍ୟ କରିବେ। ଆଉ ମୁଁ ଯେତେବେଳେ ସେଇ ତାରା ବିଷୟରେ ଚିନ୍ତା କରୁଥିଲି ସେତେବେଳେ ସିମ୍ଫୋନି ଓ ଭବିଷ୍ୟତ ବକ୍ତାଙ୍କର ସେଇ କଥା ଆସୁଥିଲା ମୋ ମନକୁ। ଗୋ ସିଓନର କନ୍ୟା ଗାନ କର, ହେ ଇସ୍ରାଏଲ ଜୟଧ୍ୱନି କର, ଗୋ ଜିରୁସାଲେମର କନ୍ୟା ଆନନ୍ଦ କର, ସର୍ବାନ୍ତକରଣରେ ଉଲ୍ଲାସ କର। ସଦାପ୍ରଭୁ ତୁମ୍ଭର ଦଣ୍ଡ ସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି। ଇସ୍ରାଏଲ ରାଜା ସଦାପ୍ରଭୁ ତୁମ୍ଭର ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ। ସେଇଦିନ ଜେରୁସାଲେମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ। ହେ ସିଓନ, ତୁମ୍ଭ ହସ୍ତ ଶିଥିଳ ନ ହେଉ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଛନ୍ତି। ସେଇ ସମୟରେ ମଲାଖୀ ଭବିଷ୍ୟତ ବକ୍ତାର ସେ ବାକ୍ୟ ଆସୁଥିଲା, ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ। ଆଉ ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୃଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ। ସମୟ ଆସୁଛି, ଆମମାନେ ସମସ୍ତେ କୁଦା ମାରିବା, ଆମମାନେ ରୂପାନ୍ତରିତ ହେବା, ପରମେଶ୍ୱରଙ୍କର ଉପସ୍ଥିତିରେ ପରମେଶ୍ୱରଙ୍କର ଗୌରବ କରିବା। ସୂର୍ଯ୍ୟ ପ୍ରଭୁ ଆଜି ଆମକୁ ଆଣି ଦେଇଛନ୍ତି। ଆଜକୁ 2025 ବର୍ଷ ପୂର୍ବେ ବେଥଲେହେମରେ ତ୍ରାଣକର୍ତ୍ତାଙ୍କର ଜନ୍ମ ହେଇଥିଲା ଆମରି ପାଇଁ। ଆମେ ଯେପରି ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବୁ, ଅସୀମ ପରମେଶ୍ୱର ନିଜକୁ ସସୀମ କଲେ। ଆସନ୍ତୁ ସେ ପରମେଶ୍ୱରଙ୍କୁ ଶିଶୁ ରୂପରେ ଆଜି ଆମମାନଙ୍କୁ ସ୍ୱାଗତ କରିବା। ଆଜି ସେ ଶିଶୁଙ୍କର ଆଗମନର ପ୍ରସ୍ତୁତି କରିବା। ପ୍ରଥମ ପ୍ରସ୍ତୁତିର ଭେଟି ନେଇ ଆସିଛନ୍ତି ଆମଙ୍କର ମର୍ଣ୍ଣିଂ ପ୍ରେୟର ଷ୍ଟାରର ସୁପରଷ୍ଟାର ରେଭରେଣ୍ଡ ଆଶିଷ ପାଲ ସିଂ। ତାଙ୍କୁ ଆମେ କରତାଳ ଦେଇ ସ୍ୱାଗତ କରିବା। ତାଙ୍କରି କଣ୍ଠରୁ ପ୍ରଥମ ମଧୁର ଗୀତଟି ଶୁଣିବା। ଆସନ୍ତୁ ଆମେ ଯିବା ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ଭାଇ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ବାପା ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ମା ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ଦୂରେ ଚାହିଁ ଦେଖ ହସୁଛି ତାରା, ହାତ ଧରି ତତେ ଡାକୁଛି ପରା। ଦୂରେ ଚାହିଁ ଦେଖ ହସୁଛି ତାରା, ହାତ ଧରି ତତେ ଡାକୁଛି ପରା। ହୋଇଛନ୍ତି ଜହି ଯୀଶୁ ଜନମ, ଯୀଶୁ ଜନମ। ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବହି, ପାପୀ ପାପ ସବୁ ନେବେ, ନୂଆ ଜୀବନ ସେ ଦେବେ। ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବହି, ପାପୀ ପାପ ସବୁ ନେବେ, ନୂଆ ଜୀବନ ସେ ଦେବେ। ତାଙ୍କ ପାଦେ ଆମେ ଭକ୍ତି ଭରି, ତାଙ୍କ ପାଦେ ଆମେ ଭକ୍ତି ଭରି, ଜଣାଇବା ଚାଲ ଆମ ପ୍ରଣାମ, ଆମ ପ୍ରଣାମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ,
ଯିବା ଚାଲ ବେଥଲିମ ବେଥଲିମ ଫୁଲକୁ ତ ହୁଏ ଧରା ଝରେ ଆନନ୍ଦର ଧାରା ଶୁଭେ ପ୍ରଭୁଙ୍କର ଗୀତି ଭରି ଯାଏ ଶାନ୍ତି ପ୍ରୀତି ପୁଲକିତ ହୁଏ ଧରା ଝରେ ଆନନ୍ଦର ଧାରା ଶୁଭେ ପ୍ରଭୁଙ୍କର ଗୀତି ଭରି ଯାଏ ଶାନ୍ତି ପ୍ରୀତି ରାଜା ମାଙ୍ଗର ରାଜି ସୁରାଜା ରାଜାଙ୍କର ରାଜା ଆମ ଯୀଶୁରା ହୋଇଛନ୍ତି ଯୀଶୁ ଯୀଶୁ ପରମ ଶାନ୍ତି ପରମ ଯିବା ଚାଲ ବେଥଲିମ ବେଥଲିମ ସାଥୀ ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ খুড়ি ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ ଆଇ ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ ମା ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ ସାଙ୍ଗ ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ দূরে চাই দেখো হসুচি তারা দূরে চাই দেখো হসুচি তারা হাত ধরি তোতে ডাকুচি পরা ହୋଇଛନ୍ତି ଛଇ ଯୀଶୁ ଜନମ ଯିବା ଚାଲ ବେଥଲିମ ବେଥଲିମ ସାଥୀ ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ বন্ধু ଯିବା ଚାଲ ଗୋ ଯିବା ଚାଲ ବେଥଲିମ ବେଥଲିମ ହାଲେଲୁୟା Thank you, Ashish bhai. God bless you. ବହୁତ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ସେମିତି ଆଜି ସୁନ୍ଦର ଗୀତର ଆରମ୍ଭ କରିଛନ୍ତି ଆମଙ୍କର ଆଶିଷ ଭାଇ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଦେ। ଆଉ ଦ୍ୱିତୀୟ ଅତିଥି ଆସୁଛନ୍ତି ଆମଙ୍କ ମଧ୍ୟରେ ଯୁବାପାଳକ ମର୍ଣ୍ଣିଂ ସୁପରଷ୍ଟାର ରେଭରେଣ୍ଡ ସାମୁଏଲ ବେହେରା। ତାଙ୍କର ଗମ୍ଭୀର ଗୁରୁ ଗମ୍ଭୀର ସ୍ୱରରେ ଆମେ ପୁଣ୍ୟ ଶିଶୁ ଯୀଶୁଙ୍କୁ ସ୍ୱାଗତ କରିବା। ଆସନ୍ତୁ, ସେ ଆମଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ତାଙ୍କ କଣ୍ଠରୁ ଆମେ ଦ୍ୱିତୀୟ ଅର୍ଘଟି ଶୁଣିବା। ତାଙ୍କୁ ସେ କରତାଳ ଦେଇ ସ୍ୱାଗତ କରିବେ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜିର Praise the Lord, Samuel bhai. ପ୍ରେଜ୍ ଦ ଲର୍ଡ Hallelujah. ଏଇ ନୂତନ ସୁନ୍ଦର ସମୟକୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ଏବଂ ଯେପରି ଆମମାନଙ୍କର ବଡ ଭାଇ କହିଲେ ଆଶିଷ ଭାଇ, ସମସ୍ତଙ୍କୁ ଆଡଭାନ୍ସ ହାପି କ୍ରିସମାସ। ପ୍ରଭୁ ନାମର ଧନ୍ୟବାଦ ହଉ। ପ୍ରଭୁ ଅନୁଗ୍ରହ କରି ସୁନ୍ଦର ସୁଯୋଗ ଦେଇ ଅଛନ୍ତି। ଯେପରି ଅମର ଭାଇ ଏବଂ ଦିଦି କହୁଥିଲେ ଯେ ଆମମାନଙ୍କ ପାଇଁ ସେଇ ବାଳକ ଜନ୍ମ ଗ୍ରହଣ କରିଅଛନ୍ତି। ଯିଶାୟ ମଧ୍ୟ ସେଇ କଥା କୁହନ୍ତି, ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମ ଗ୍ରହଣ କରିଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଆଉ ସେ ଦେଖିବାକୁ ବହୁତ ସୁନ୍ଦର। ତେଣୁ ତାଙ୍କର Ashish bhai ଟିକେ mute କରିଦିଅନ୍ତୁ। ତେଣୁ ତାଙ୍କର ଗୌରବ କରିବା। ସୁଠାମ ସୁନ୍ଦର ଜନ ମନୋହର ଅମର କୁମର ପାପି ତାପହର। ସୁଠାମ ସୁନ୍ଦର ଜନ ମନୋହର ଅମର କୁମର ପାପି ତାପହର। ସୁରପୁର ତେଜି ନର ଦେହ ଭଜି ଜନମିଲେ ଆଜି ଯୀଶୁ ସନ୍ତାନ। ଆସ କେ ଆସ ଦେଖିବ ପରାଗୋ, ଗଲେଣି ପଣ୍ଡିତେ ଜଗତର ହିତେ
ସୁରପତି ସୁତେ ପୂଜିବେ ଏକାନ୍ତେ ଗଲେଣି ପଣ୍ଡିତେ ଜଗତର ହିତେ ସୁରପତି ସୁତେ ପୂଜିବେ ଏକାନ୍ତେ ଗନ୍ଧର ଚାରୁ ସୁବନ କୁନ୍ଦୁରୁ ଗନ୍ଧର ଚାରୁ ସୁବନ କୁନ୍ଦୁରୁ ଆଣିଛନ୍ତି ଗୁରୁ ପଦେ ଭେଟିବେ ପରା ଆସ କେ ଆସ ଦେଖିବ ପରାଗୋ ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ପାପ ତମ ନାଶୀ ଶିଶୁ ଯିଶୁ ଶଶୀ ପ୍ରାଣ ନଭେ ହସି ଉଦିଲେ ତମ ହରା ଆସ କେ ଆସ ଦେଖିବ ପରାଗୋ ଆଗେ ମେଷପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ଆଗେ ମେଷପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ ବୁଝିବା ଶ୍ରୀପାଦ ଅଭୟ ମୋକ୍ଷଦ ପୁରାଇବା ସାଦ ଦେଖି ଦୁଃଖ ପାଶୋରା ଆସ କେ ଆସ ଦେଖିବ ପରାଗୋ ହାଲେଲୁୟା ପ୍ରଭୁ ନାମର ଧନ୍ୟବାଦ ହଉ ପ୍ରଭୁ ଏ Thank ସୁନ୍ଦର you, ସୁଯୋଗ Samuel ଭାଇ। ଦେଇଥିବାରୁ ଆଉ ଥରେ Praise the Lord, okay, praise the Praise the Lord. Lord. ବହୁତ ବହୁତ ଧନ୍ୟବାଦ ସମଲ ଭାଇ ଆମମାନଙ୍କୁ ସେ ରାସ୍ତାରେ କଢେଇ ନଉଛନ୍ତି ଯୋଉଠି ଆମେ ତାରାଙ୍କୁ ଭେଟିବା ଯୋଉଠିରେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଭେଟିବା କାରଣ ଭବିଷ୍ୟତ ବକ୍ତା ଯିଶା ଲେଖୁଛନ୍ତି କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମ ସ୍ୱରୂପ ତୁମ୍ଭର ମୁକ୍ତିଦାତା ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ ପ୍ରେଜ୍ ଦ ଲର୍ଡ ଆମମାନେ ତୃତୀୟ ଅର୍ଘ୍ୟ ଶୁଣିବା ଆମମାନଙ୍କର ପ୍ରିୟ ଭଉଣୀ ରତ୍ନପ୍ରଭା ଭଉଣୀଙ୍କ ଠାରୁ আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরগ শিশুটি দেখে শুয়েছি রে এই দেহ এই মন তার চরণে অর্পিত আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরগ শিশুটি দেখে শুয়েছি রে এই দেহ এই মন তার চরণে অর্পিত আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা ईश्वर सुत प्रिय प्रेमी
লাগি রচিলি সে যে প্রেমর শান্তি সুধা ଈଶ୍ୱର ସୁତ ପ୍ରିୟ ପ୍ରେମିକ ମଧୁର ତାଙ୍କ କଥା ମଣିଷ ଲାଗି ରଚିଲି ସେ ଯେ ପ୍ରେମର ଶାନ୍ତି ସୁଧା ଆମେ ଗାଇ ଗାଇ ଯିବା ଆମେ ନେଚି ନାଚି ଯିବା আমি গাই গাই জীবা আমি নেচি নাচি জীবা তাকরি প্রেমে এ ধরা ধামে আমি যে মকিবা তাকরি নামে মুক্তি মিলে এ কথা কহে জীবা তাকরি প্রেমে এ ধরা ধামে আমি যে মকিবা তাকরি নামে মুক্তি মিলে এ কথা কহি জীবা আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা বিথলি মোর গুহণ কুণ্ডলে স্বর্গ শিশুটি দেখ শোইছি রে তার চরণে আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা Praise the Lord. ବହୁତ ବହୁତ थैंक यू रत्न प्रभा सिस्टर प्रेज द लॉर्ड धन्यवाद ବହୁତ ବହୁତ ଧନ୍ୟବାଦ। ସେମିତି ଆଜି ସୁନ୍ଦର ଗୀତର ଆରମ୍ଭ କରିଛନ୍ତି ଆମଙ୍କର ଆଶିଷ ଭାଇ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଦିଏ ଆଉ ଦ୍ୱିତୀୟ ଅତିଥି ଆସୁଛନ୍ତି ଆମଙ୍କ ମଧ୍ୟରେ ଯୁବା ପାଳକ ମର୍ଣ୍ଣିଂ ସୁପରଷ୍ଟାର ରେଭରେଣ୍ଡ ସାମୁଏଲ ବେହେରା ତାଙ୍କର ଗମ୍ଭୀର ଗୁରୁ ଗମ୍ଭୀର ସ୍ୱରରେ ଆମେ ପୁଣ୍ୟ ଶିଶୁ ଯୀଶୁଙ୍କୁ ସ୍ୱାଗତ କରିବା ଆସନ୍ତୁ ସେ ଆମଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ତାଙ୍କ କଣ୍ଠରୁ ଆମେ ଦ୍ୱିତୀୟ ଅର୍ଘଟି ଶୁଣିବା ତାଙ୍କୁ ସେ କରତାଳ ଦେଇ ସ୍ୱାଗତ କରିବେ ପ୍ରେଜ ଦ ଲର୍ଡ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜିର प्रेज द लॉर्ड सामुएल भाई ପ୍ରେଜ ଦ ଲର୍ଡ हालेलुया ଏଇ ନୂତନ ସୁନ୍ଦର ସମୟକୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ ଏବଂ ଯେପରି ଆମମାନଙ୍କର ବଡ ଭାଇ କହିଲେ ଆଶିଷ ଭାଇ ସମସ୍ତଙ୍କୁ ଆଡଭାନ୍ସ ହାପି କ୍ରିସମାସ ପ୍ରଭୁ ନାମର ଧନ୍ୟବାଦ ହଉ ପ୍ରଭୁ ଅନୁଗ୍ରହ କରି ସୁନ୍ଦର ସୁଯୋଗ ଦେଇ ଅଛନ୍ତି ଯେପରି ଅମର ଭାଇ ଏବଂ ଦିଦି କହୁଥିଲେ ଯେ ଆମମାନଙ୍କ ପାଇଁ ସେଇ ବାଳକ ଜନ୍ମ ଗ୍ରହଣ କରିଅଛନ୍ତି ଯିଶାୟ ମଧ୍ୟ ସେଇ କଥା କୁହନ୍ତି ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମଗ୍ରହଣ କରିଅଛନ୍ତି ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଆଉ ସେ ଦେଖିବାକୁ ବହୁତ ସୁନ୍ଦର ତେଣୁ ତାଙ୍କର आशीष भाई टिके म्यूट कर दियंतु ତେଣୁ ତାଙ୍କର ଗୌରବ କରିବା ସୁଠାମ ସୁନ୍ଦର ଜନ ମନୋହର ଅମର କୁମର ପାପି ତାପହର ସୁଠାମ ସୁନ୍ଦର ଜନ ମନୋହର ଅମର କୁମର ପାପି ତାପହର ସୁରପୁର ତେଜି ନର ଦେହ ଭଜି ଜନମିଲେ ଆଜି ଯୀଶୁ ସନ୍ତାନ ଆସ କେ ଆସ ଦେଖିବ ପରାଗୋ ଗଲେଣି ପଣ୍ଡିତେ ଜଗତର ହିତେ
ସୁରପତି ସୁତେ ପୂଜିବେ ଏକାନ୍ତେ ଗଲେଣି ପଣ୍ଡିତେ ଜଗତର ହିତେ ସୁରପତି ସୁତେ ପୂଜିବେ ଏକାନ୍ତେ ଗନ୍ଧର ଚାରୁ ସୁବନ କୁନ୍ଦୁରୁ ଗନ୍ଧର ଚାରୁ ସୁବନ କୁନ୍ଦୁରୁ ଆଣିଛନ୍ତି ଗୁରୁ ପଦେ ଭେଟିବେ ପରା ଆସ କେ ଆସ ଦେଖିବ ପରା ଗୋ ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ପାପ ତମ ନାଶୀ ଶିଶୁ ଯିଶୁ ଶଶୀ ପ୍ରାଣ ନଭେ ହସି ଉଦିଲେ ତମ ହରା ଆସ କେ ଆସ ଦେଖିବ ପରା ଗୋ ଆଗେ ମେଷପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ଆଗେ ମେଷପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ ବୁଝିବା ଶ୍ରୀପାଦ ଅଭୟ ମୋକ୍ଷଦ ପୁରାଇବା ସାଦ ଦେଖି ଦୁଃଖ ପାଶୋରା ଆସ କେ ଆସ ଦେଖିବ ପରା ଗୋ ହାଲେଲୁୟା ପ୍ରଭୁ ନାମର ଧନ୍ୟବାଦ हो प्रभु ଏ Thank ସୁନ୍ଦର you, ସୁଯୋଗ Samuel ଭାଇ। ଦେଇଥିବାରୁ ଆଉ ଥରେ Praise the Lord, okay, praise the Lord. ବହୁତ ବହୁତ ଧନ୍ୟବାଦ ସମଲ ଭାଇ ଆମମାନଙ୍କୁ ସେ ରାସ୍ତାରେ କଢେଇ ନଉଛନ୍ତି ଯୋଉଠି ଆମେ ତାରାଙ୍କୁ ଭେଟିବା ଯୋଉଠିରେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଭେଟିବା କାରଣ ଭବିଷ୍ୟତ ବକ୍ତା ଯିଶା ଲେଖୁଛନ୍ତି କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମ ସ୍ୱରୂପ ତୁମ୍ଭର ମୁକ୍ତିଦାତା ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ ପ୍ରେଜ୍ ଦ ଲର୍ଡ ଆମମାନେ ତୃତୀୟ ଅର୍ଘ୍ୟ ଶୁଣିବା ଆମମାନଙ୍କର ପ୍ରିୟ ଭଉଣୀ ରତ୍ନପ୍ରଭା ଭଉଣୀଙ୍କ ଠାରୁ আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরগ শিশুটি দেখে শুয়েছি রে এই দেহ এই মন তার চরণে অর্পিত আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরগ শিশুটি দেখে শুয়েছি রে এই দেহ এই মন তার চরণে অর্পিত আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা ঈশ্বর সুত প্রিয় প্রেমে
ଲାଗି ରଚିଲି ସେ ଯେ ପ୍ରେମର ଶାନ୍ତି ସୁଧା ଈଶ୍ୱର ସୁତ ପ୍ରିୟ ପ୍ରେମିକ ମଧୁର ତାଙ୍କ କଥା ମଣିଷ ଲାଗି ରଚିଲି ସେ ଯେ প্রেমর শান্তি সুধা আমি গাই গাই জীবা আমি নেচি নাচি জীবা আমি গাই গাই জীবা আমি নেচি নাচি জীবা তাকরি প্রেমে এ ধরা ধানে আমি যে মোকিবা তাকরি নামে মুক্তি মিলে এ কথা কহে জীবা তাকরি প্রেমে এ ধরা ধানে আমি যে মোকিবা তাকরি নামে মুক্তি মিলে এ কথা কহি জীবা আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা বিথলি মোর গুহণ কুণ্ডরে স্বর্গ শিশুটি দেখ শোইছি রে তার চরণে আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা Praise the Lord. ବହୁତ ବହୁତ थैंक यू रत्न प्रभा Praise the सिस्टर Lord, praise the Lord. धन्यवाद. ବହୁତ ବହୁତ ଧନ୍ୟବାଦ Praise the Lord, sister mo. ଆମମାନଙ୍କୁ ସମସ୍ତେ କଢେଇ ନେଇଛନ୍ତି। ମୁଁ ଯେତେବେଳେ ଶୁଣୁଥିଲି ଖାଲି ଗୀତରେ କଣ ଆମ ପରସ୍ପର ପ୍ରାର୍ଥନା କରିବା ଯଦି ଆମମାନେ ସମର୍ପିତ ନ ହବା ଆମ ମଣ୍ଡଳୀର ପ୍ରାଚୀନ ମହାଶୟ ବିନୋ ଭାଇ ଆମମାନଙ୍କ ମଧ୍ୟରେ ଯେ ଯୋଉ ଭାଇ ସମସ୍ତ କାର୍ଯ୍ୟକ୍ରମକୁ ଆମମାନଙ୍କୁ ବାଣ୍ଟୁଛନ୍ତି ବୀରେନ୍ଦ୍ର ଭାଇ ଆମମାନଙ୍କର ଭଉଣୀ ରତ୍ନା ଆଉ ମଧୁସ୍ମିତା ଭଉଣୀ ଏ ତିନି ଜଣଙ୍କୁ ମୁଁ ଅନୁରୋଧ କରୁଛି ପ୍ରାର୍ଥନା କରି ଆମମାନଙ୍କୁ ସମର୍ପିତ କରିବେ ଏ ମଣ୍ଡଳୀ ଯେପରି ଆଗକୁ ବୃଦ୍ଧି ଲାଭ କରିବ ଏ ମଣ୍ଡଳୀ ଆଜି ପରମେଶ୍ୱରଙ୍କୁ ଭେଟିବ ମୁଁ ଅନୁରୋଧ କରିବି ପ୍ରଥମେ ବିନୋ ଭାଇ ତାପରେ ବୀରେନ୍ଦ୍ର ଭାଇ ତାପରେ ମଧୁସ୍ମିତା ଦିଦି ପ୍ରାର୍ଥନା କରି এই ବିଶେଷ କାର୍ଯ୍ୟକ୍ରମକୁ ଶେଷ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କ ଅତ୍ୟନ୍ତ ପ୍ରେମମୟ ସ୍ୱର୍ଗସ୍ଥ ପିତା ଆମେ ତୁମକୁ ଧନ୍ୟବାଦ ଦଉଛୁ ତୁମ ପ୍ରଶଂସା କରୁଛୁ ତୁମର ଗୌରବ କୀର୍ତ୍ତନ କରୁଛୁ। ହଁ ପ୍ରଭୁ ତୁମର ଯୋଉ ପ୍ରାୟଶ୍ଚିତ ଯୋଜନା ତା କେତେ ଥିଲା ସୁନ୍ଦର ଏବଂ ତୁମର ଏକମାତ୍ର ପୁତ୍ରଙ୍କୁ ତୁମେ ଜଗତକୁ ପଠେଇଲ ସେ ମନୁଷ୍ୟ ଦେହ ଧାରଣ କରିକିରି ଆମମାନଙ୍କ ସଙ୍ଗରେ ବାସ କଲେ ଏବଂ ଶେଷରେ ତାଙ୍କର ସେଇ ଯୋଉ ନିଷ୍ପାପ ରକ୍ତ ଦ୍ୱାରା କୃଷରେ ବଳିକୃତ ରକ୍ତ ଦ୍ୱାରା ସମସ୍ତ ଜଗତର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ପାପକୁ ସେ ଦୂର କରିଦେଲେ ସେ ମୃତ୍ୟୁର ନାହୁଡ଼କୁ ଭାଙ୍ଗିଦେଲେ ଆଉ ସେ ଶୈତାନର ସମସ୍ତ କ୍ଷମତାକୁ ଛଡ଼େଇକି ନେଇ ଚାଲିଗଲେ। ସେଭଳି ଈଶ୍ୱରଙ୍କୁ ସେଭଳି ତ୍ରାଣକର୍ତ୍ତାଙ୍କୁ ଆମେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଥିବାରୁ ଆଜି ଆମେ ସନ୍ତାନ ହବାର ଅଧିକାର ପାଇଛୁ। ପ୍ରଭୁ ତୁମର ସେ ମହା ଯୋଜନା ପାଇଁ ତୁମେ ଯେ ଆମମାନଙ୍କୁ ସେଥିରେ ମିଶେଇଲ ଆମମାନଙ୍କୁ ତା ମଧ୍ୟରେ ରଖିଲ ସେ ଧନ୍ୟବାଦ ଦେଇ ପ୍ରେମ ଯୀଶୁଙ୍କ ନାମରେ ମାଗିଲେ ଶୁଣ ଗ୍ରହଣ କର ଆମେନ୍। ଆମେନ୍ ହାଲେଲୁୟା Amen, amen. ଥ୍ୟାଙ୍କ ୟୁ ଲର୍ଡ ଧନ୍ୟବାଦ ବାପା ବୀରେନ୍ଦ୍ର ଭାଇ ଆମେ ପ୍ରାର୍ଥନା କରିବେ।